ଦି ଗ୍ରେଟ୍ ଗୋଲକୁଣ୍ଡା ଫୋର୍ଟ ଆମର ଦୁବାଇ ଅଫ୍ ଇଣ୍ଡିଆ। ତ ଯେମିତିକି ଇଣ୍ଡିଆର ଦୁବାଇ ଆମର କହୁଛନ୍ତି, ତ ଦୁବାଇ ସହର ଭଳିଆ ପୁରା ନିଟ୍ ଆଣ୍ଡ କ୍ଲିନ୍ ଆଉ ବହୁତ ବଢ଼ିଆ ଆମର ଜାଗାଟିଏ ହାଇଦ୍ରାବାଦ। ତ ଚାଲନ୍ତୁ ଏଇଠି ଆମର ଗୋଲକୁଣ୍ଡା ଫୋର୍ଟ ଯେଉଁଟାକି ଆମର 700 ବର୍ଷ ତଳର ପୁରୁଣା କିଲ୍ଲା ଦୁର୍ଗ। ତ ତାକୁ ଆମେ ବୁଲିବା ପାଇଁ ଯାଇଥିଲୁ। ଏଇଠି ରବୀନ୍ଦ୍ରନଗର ଆମ କଲୋନୀରେ ରହିଥିଲୁ। ଆଉ କ'ଣ କେଉଁ ଜାଗା ବୁଲିଲୁ କ'ଣ କେମିତି। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ମୈତ୍ରୀ ଛନ୍ଦା ସାମଲ ଚ୍ୟାନେଲକୁ ଆପଣମାନଙ୍କୁ ୱେଲକମ୍। ତ ଚାଲନ୍ତୁ ମଝିରେ ମଝିରେ ମଣିଷ ଜୀବନରେ ଟିକେ ଟିକେ ଖୁସି ବି ଦରକାର। ସବୁବେଳେ ଘରେ ରହିକି ଘର କାମ, ଛୁଆଙ୍କ କାମ, ଖାଲି ଘର କାମ ସବୁବେଳେ କରୁଥିବ ତ ମାଇଣ୍ଡ ଠିକ୍ ରହେନି। କାରଣ ସବୁବେଳେ ମନରେ ଟିକେ ଖୁସି ବି ଦରକାର। ମଝିରେ ମଝିରେ ଯେତେ ବି ମାନେ ଯେମିତି ସାମାଜିକ ପ୍ରାଣୀ ଆମେ, ଟିକେ ଖୁସି ନ ରହିଲେ ଅଲଗା କାମ କରିବାକୁ ଇଚ୍ଛା ହୁଏନି। ତ ଚାଲନ୍ତୁ ଏଇଠି ଆମେ ବାହାରି ଯାଇଥିଲୁ ହାଇଦ୍ରାବାଦ। ପ୍ରଥମେ ଦେଖି ନିଅନ୍ତୁ, ଯିବା ଆଗରୁ ମୁଁ ରେଡ଼ି ହେଇଯାଇଥିଲି, ଲଗେଜ ଫଗେଜ ସବୁ ରେଡ଼ି କରି ମା ପୁଅ 3 ଜଣ ବାହାରି ପଡ଼ିଥିଲୁ। ଆଉ ଏଇ ଯେଉଁ ଶଙ୍ଖା ଦେଖୁଛନ୍ତି, ମୁଁ କଲିକତାକୁ ଯାଇଥିଲି ଯେଉଁ ଆଗ ବର୍ଷ ଗତ ବର୍ଷ। ତ ପ୍ରତିବର୍ଷ ଆମର 26 ଯେମିତିକି 2026 ଏଇଟା, ତ 2025ରେ ଆମେ କଲିକତା ଯାଇଥିଲୁ, 2026ରେ ଗଲୁ ହାଇଦ୍ରାବାଦ। ତ ଚାଲନ୍ତୁ ଗୋଟେ ଗୋଟେ ଜାଗା ବର୍ଷରେ ଥରେ ହଉ ବରଂ ମୁଁ ଏକ୍ସପ୍ଲୋର କରୁଛି। ଆଉ ଟଙ୍କା ଖର୍ଚ୍ଚ ହଉ ବରଂ, କିନ୍ତୁ ମଣିଷ ଜୀବନରେ ଟିକେ ଖୁସି ବି ଦରକାର। ସବୁବେଳେ ଆମେ ରୋଜଗାର କରୁଛେ, ଘରେ ଖାଇ ପିଇକି ଖାଲି ରହିବୁ ଆଉ ଜୀବନଟା ଚାଲିଯିବ, ସେମିତି ନାହିଁ। ମଝିରେ ମଝିରେ ଟିକେ ଯାଇକି ବାହାରେ ବୁଲିବା ପାଇଁ, ଯେତେ ଡର ଥାଉ ଯେତେ ଯାହା ଥାଉ, ଆଜିକାଲି ତ ଟ୍ରେନ୍ ବସ୍ ଆଉ ପ୍ଲେନ୍ର ଯେମିତି ମାନେ ଆକ୍ସିଡେଣ୍ଟ ହଉ କି କେତେ କେତେ ଡର କଥା ବି ଆମକୁ ଶୁଣିବାକୁ ପଡ଼ୁଛି। ଟ୍ରେନ୍ ଆକ୍ସିଡେଣ୍ଟ ହେଲା, ବସ୍ରେ ଆକ୍ସିଡେଣ୍ଟ ହେଲା, ତା ଭିତରେ ବି ମଣିଷ ଆଉ ଘରେ ବସିକି ତ ରହୁନି। ଯାହା ଯେତେବେଳେ ହେବା କଥା କେହି ରୋକେଇ ପାରିବେନି, ତାକୁ କାହାର ବଳ ନାହିଁ। ତ ତା ଭିତରେ ବି ଆମେ ଡରିକି ଘରେ ଜୀବନଟା ମାନେ କଟେଇ ଦେବା, ସେମିତି ନାହିଁ। ମୋ ମତରେ ଟିକେ ବୁଲିବା, ଟିକେ ଇଏ କରିବା, ଯାହା ଯେତେବେଳେ ହେବ ଛାଡ଼ିଦେବା ଭଗବାନଙ୍କ ଉପରେ। ତ ଭଗବାନଙ୍କର ଆମେ ଯଦି ଭଲ କାମ କରିଥିବା, ନିହାତି ଭାବେ ଭଗବାନଙ୍କର କିଛି କ୍ଷତି ଭଗବାନଙ୍କ ଦ୍ୱାରା ଆମକୁ କିଛି ପହଞ୍ଚେଇବେନି। ତ ଠାକୁର ରକ୍ଷା କରିବେ। ତ ଚାଲନ୍ତୁ ସେଇଟାକୁ ମୁଣ୍ଡରେ ପୁରେଇକି ଆମେ ବାହାରି ଯାଇଥିଲୁ ହାଇଦ୍ରାବାଦ ଗୋଲକୁଣ୍ଡା ଫୋର୍ଟ। ତ ପ୍ରଥମ ଦିନ ଆମେ ଯାଇକି 5:30ରେ ଯେମିତି ଯାଇକି ହାଇଦ୍ରାବାଦରେ ପହଞ୍ଚିଗଲୁ। ନିଜର ଯେଉଁଟା ଆମର ଲୋକେସନକୁ ଗଲୁ। କେଉଁ ଜାଗାରେ ରହିଥିଲୁ? ଆମେ ରହିଥିଲୁ ଉପଲ, ଆମର ବସଷ୍ଟାଣ୍ଡ ଲୋକେସନ୍ ପାଖାପାଖି। ଉପଲ ବସଷ୍ଟାଣ୍ଡରେ ଓହ୍ଲେଇକି ଜଷ୍ଟ ଆମର ପୁରା ପାଖାପାଖି ଯାଇକି କଲୋନୀ ଗୋଟେ ରବୀନ୍ଦ୍ରନଗର କଲୋନୀ, ହାଫିଜଗୁଡ଼ା। ତ ଚାଲନ୍ତୁ ସେଇଠି ଆମେ ରହିଥିଲୁ। ଯେଉଁ ପୁରା ରୁମ୍ ମାନେ ଯେମିତିକି ଟୋଟାଲ ସେଟ୍ ଆମର ରୁମ୍ଟା ନେଇକି ଆମେ ରହିଥିଲୁ 6 ଦିନ ପାଇଁ। 3 ତାରିଖ ଆମେ ବାହାରିଥିଲୁ। ଏଇଟା ହେଉଛି ଫୁଲ୍ ଭିଡ଼ିଓ, ଆପଣମାନେ ଦେଖିନିଅନ୍ତୁ। 3 ତାରିଖ ଆମେ ବାହାରିଥିଲୁ, 5 ତାରିଖରେ ଯାଇକି ପହଞ୍ଚିଲୁ। 3 ତାରିଖ ବାହାରିକି ଏଇଠୁ ରାତିରେ ଗଲୁ। 8:30ରେ ବସ୍ ଥିଲା ରାୟପୁରରୁ ଆମେ ହାଇଦ୍ରାବାଦ ଗଲୁ। ଆଉ 5 ତାରିଖ ବୁଲିବା ଷ୍ଟାର୍ଟ କଲୁ, 10 ତାରିଖ ଆମେ ରିଟର୍ନ ଆସିଲୁ। ତ ଚାଲନ୍ତୁ ଏଇଠି ଗୋଲକୁଣ୍ଡା ଫୋର୍ଟ, ଯେଉଁଟାକି ଆମର ପୁରୁଣା କିଲ୍ଲା ଦୁର୍ଗ, ତା ଦେହରୁ ବହୁତ କିଛି ଦେଖିବାକୁ ମିଳେ। ଯେମିତିକି ଆଗରୁ ବେଗମ ମାନଙ୍କର କେମିତି ଚାଲିଚଳନ ଥିଲା, କେମିତି ଆମେ ମାନେ ଅନୁଭବ କରିପାରିବା ବାଦଶାହମାନଙ୍କର କେମିତି କ'ଣ, ଏଇ ଜାଗାର ବାଦଶାହମାନେ ବେଗମ ମାନେ କେମିତି ରହୁଥିଲେ, ତାଙ୍କ ସୋଲଜର ମାନେ କେମିତି ରହୁଥିଲେ। ତ ଏଇଠି ଆମର ଡାଇମଣ୍ଡ କୋହିନୂର ହୀରାର ମିଳିଥିଲା, ଯେଉଁଟାକି ଆମକୁ जेल खाना, ମିଳିଥିଲା भक्त रामदास के जेल खाना, भक्त रामदास के जेल खाना। ଦର୍ଶକ ବନ୍ଧୁ, ଏଇଠି ରାମଦାସଙ୍କର ଜେଲ୍, ଆମର ଯେଉଁଠି ଜେଲ୍ ଦଣ୍ଡ ଭୋଗୁଥିଲେ ସେଇ ଜାଗାଟି ଏଇଟା। ଆଉ ସେଇଠି ଆମର ହିନ୍ଦୁ ଧର୍ମ ନେଇଥିଲେ, ହିନ୍ଦୁ ଧର୍ମର ଆମର ମାନେ ବହୁତ ବଡ଼ ଭକ୍ତ। ତ ଚାଲନ୍ତୁ ତାଙ୍କର ସେମାନେ ହନୁମାନଙ୍କୁ ଖୋଦିକିନି ସେଇଟାକୁ କାନ୍ଥକୁ ଖୋଦିକି ହନୁମାନଙ୍କ ମୂର୍ତ୍ତି ବି ବନେଇଥିଲେ।
ଆଉ ଏଇଠି ସେଇ ମନ୍ଦିର ଏବେ ପର୍ଯ୍ୟନ୍ତ ଅଛି। ଆମକୁ ଲାଗେ କି ଯେମିତିକି ଛୁଆମାନେ ବି ଆମର କହୁଥିଲେ କି ନାଇଁ କଲର୍ ଦିଆହେଇଛି ତା ସିଡ଼ିରେ, କିନ୍ତୁ ନାଇଁ ଏଇଠି ମନ୍ଦିର ଅଛି। ଆଉ ଏଇଟା ବହୁତ ପୁରାତନ ମାନେ ପ୍ରାଚୀନ କାଳର ମନ୍ଦିର, ଯେଉଁଟାକି ଆମର ବହୁତ ପୂଜା ଠାକୁରଙ୍କର ଏବେ ବି ପୂଜା ଚାଲିଛି ଏଇ ଫୋର୍ଟ ଭିତରେ। ତ ସେଇଥିପାଇଁ ମୁଁ ବିଶ୍ୱାସ କରୁନି କି ଠାକୁର ଯେଉଁଠି ଅଛନ୍ତି ସେଇଠି କୌଣସି ସ୍ପିରିଟ୍ ଅଛି ଇଏ ଅଛି, କିନ୍ତୁ ଆଗରୁ ସେଇଟା ଶୁଣାଯାଉଥିଲା ଆଉ ସେଇଟା ବି ହେଉଥିବ, କାରଣ ସେତେବେଳେ ଲାଇଟିଂର ବ୍ୟବସ୍ଥା ନଥିଲା, ସେତେବେଳେ ଅନ୍ଧାର ସବୁଆଡ଼େ ଥିଲା। ତେଣୁକରି ସେଇ ଫୋର୍ଟଟା ଯେତେବେଳେ ବହୁତ ଲୋକ ମରିଥିଲେ ଆଉ ରାଜାରାଣୀଙ୍କୁ ଆମର ସମାଧି ଦିଆ ହେଇଥିଲା, ତ ତାର ଏଇଠି ବାହାରକୁ ବାହାରିବାକୁ ହେଲା ବେଳକୁ ମାନେ ଶତ୍ରୁଙ୍କ ଠାରୁ ରକ୍ଷା ପାଇବାକୁ ହେଲେ ଉପରୁ ଗରମ ତେଲ ଗରମ ପାଣି ମେନ୍ ଫ୍ରଣ୍ଟ ଇଏରେ ପକା ହେଉଥିଲା ଉପରୁ। ସେମିତି ବ୍ୟବସ୍ଥା ବି କରାହେଇଥିଲା କି କେଉଁ ଏନିମିଜ୍ ମାନେ ଭିତରକୁ ପଶି ପାରିବେନି ସହଜରେ। ତ ତାଙ୍କ ପାଇଁ ବ୍ୟବସ୍ଥା ବେଗମମାନଙ୍କର ପୁରା ଗାଧେଇବା ଡ୍ରେସିଂଠୁ ଆରମ୍ଭ କରିକି ତାର ସବୁ ରୁମ୍, କିଚେନ୍, ଯେତିକି ରୁମ୍ ଆମର ଡେଲି ନିତ୍ୟ ବ୍ୟବହାର୍ଯ୍ୟ ରୁମ୍ ସବୁ ତା ଭିତରେ ହିଁ ଥିଲା। ସେଇଟା ଏମିତି ଟାଇପ୍ର କନଷ୍ଟ୍ରକ୍ସନ୍ କାମ ହେଇଥିଲା, ଆର୍କିଟେକ୍ଚର ଯେଉଁଟା ଆମର ହେଇଥିଲା ସେଇଟା ବହୁତ ଭଲ ମାନେ ବୁଦ୍ଧିର ସହିତ କରାହେଇଥିଲା। ଯାହାକି ଆମେ ଆଗରେ ଫୋନ୍ର ଆମର ବ୍ୟବସ୍ଥା ନଥିଲା, ତ ଏଇଠି କେମିତି ଲୋକମାନଙ୍କୁ ଜଣାପଡ଼ୁଥିଲା ରାଜାରାଣୀକୁ, ସେଇ ବିଷୟରେ ଏଇଥିରୁ ଜାଣିପାରିବ ଏଇ ଫୋର୍ଟ। ଧୀରେ ଧୀରେ ଆମେ ଭିତରକୁ ଯାଉଥିଲୁ ଆଉ କିଛି ନୂଆ ଦେଖିବାକୁ ଏଇଠି ପାଉଥିଲୁ। ତ ଚାଲନ୍ତୁ, ଏଇଠି ଆମର ଯେମିତିକି 24ଟା ଡାଇମଣ୍ଡ କଟ୍ ଲାଗି ଏଇଟା ତାଳି ମାରିଲେ ପୁରା ଉପର ଲେବୁଲ୍ ପର୍ଯ୍ୟନ୍ତ ଶୁଭା ଯାଉଥିଲା। ଫୋନ୍ର ବ୍ୟବସ୍ଥା ନଥିଲେ ବି ତାଳି ଦ୍ୱାରା ସେମାନେ କଥାବାର୍ତ୍ତା କରୁଥିଲେ। ଏଇଟା ହେଉଛି ଟପ୍ ମାନେ ଛାତ, ପୁରା ଛାତଟା। ତ ଛାତରେ ବି ବ୍ୟବସ୍ଥା ଏମିତି ଥିଲା, ଡ୍ରେନେଜ୍ ସିଷ୍ଟମ୍ ହଉ କି ଆମର ଛାତର ଲୁକ୍ ହଉ ଅଲଗା ପ୍ରକାର ଥିଲା। କିଲା ଦେଖିବାକୁ ବହୁତ ଆଗରୁ ମୁଁ କେତେ ଭିଡ଼ିଓ ବି ଦେଖିଛି। ଆଗରୁ ସେଇ ଦୁର୍ଗଟି ବହୁତ ଜଙ୍ଗଲ ଭଳିଆ ଥିଲା ଆଉ କଚଡ଼ା ହେଇକି ପଡ଼ିଥିଲା। ତ ତାକୁ ଆମର ନୂଆ ଲୁକ୍ ଦେଇଛନ୍ତି ଗଭର୍ଣ୍ଣମେଣ୍ଟ, ସେଇଥିପାଇଁ ବହୁତ ଧନ୍ୟବାଦ। ତ ଚାଲନ୍ତୁ, ଆମର ପୁରୁଣା କିଲ୍ଲା ବିଷୟରେ ଆମେ କିଛି ଜାଣିବାକୁ ପାଉଛୁ। ଏମିତି ଅନାବାଦୀ ହେଇକି ପଡ଼ିଥିଲା। ତ ଆମେ ଏଇଠି ଏଇ ମନ୍ଦିର ପୂଜା ବି ଏବେ ହେଉଛି, ଏବେ ପର୍ଯ୍ୟନ୍ତ ସେ ମନ୍ଦିର ବି ଅଛି। ଏଇଠି ଭଗବାନଙ୍କ ପୂଜା ବି ହୁଏ, କହନ୍ତି କାଳୀ ଠାକୁରଙ୍କର ପୂଜା ହେଉଛି ଏଇଠି। ତ ଚାଲନ୍ତୁ, ଆମର ମାନେ ପୁରା ଏଣ୍ଟାୟାର ଦୁର୍ଗ ଦେଖିଲେ ବହୁତ ବଢ଼ିଆ ଫିଲିଙ୍ଗସ୍ ଲାଗିବ। କାହିଁକିନା ଆଗର କଥା ଆମେ ଯେମିତିକି ବେଗମ ଆଉ ବାଦଶାହମାନଙ୍କ ବିଷୟରେ ଆମେ ଜାଣିପାରିବା। ତ ଏଇଠି ଭୂତିଆ ହେଇକି ପଡ଼ିଛି ବୋଲି କେତେଜଣ ଭିଡ଼ିଓରେ ବି ମାନେ ଦେଖିଛି, ମୁଁ ଆଗରୁ ଶୁଣିଛି ବି ମଧ୍ୟ। କିନ୍ତୁ ଏବେ ଆମେ ଦିନରେ ଯାଇଥିଲୁ, ତେଣୁକରି ଆମକୁ ଡର ଲାଗୁନଥିଲା। ଏଇଠି କ୍ୟାନନ୍ ଦେଖନ୍ତୁ ଗୋଲ୍ଡର ଅଛି, ତାକୁ ଚୋରି ବି ହେଇଯାଇଛି। ଆଗରେ ହୋଲ୍ ଅଛି ସେଠି ଗୋଟେ, ସେଇଟା ସେ ଗୋଲ୍ଡର ପୁରା ପିଓର ଗୋଲ୍ଡ ଥିଲା, ସେଇଟାକୁ ଚୋରି କରା ହେଇଯାଇଛି। ତ ଆଗରୁ ଯେତେବେଳେ ଏଇ ଦୁର୍ଗ ଅପନ୍ତରା ହେଇକି ପଡ଼ିଥିଲା, ଜଙ୍ଗଲ ଭଳିଆ ହେଇକି ପଡ଼ିଥିଲା, ସେତେବେଳେ ଚୋରି ବି ହେଉଥିଲା। ତ ଆଇରନ୍ର କ୍ୟାନନ୍ ବି ଅଛି, ଆଉ ମଝିଟା ହେଉଛି ପୁରା ଗୋଲ୍ଡର ଥିଲା। ତ ସେଇଟା ଏବେ ପର୍ଯ୍ୟନ୍ତ ବି ଗୋଲ୍ଡେନ୍ କଲର୍ ଅଛି। ତ କିଛି ଆଗରୁ ଜାଣିବାକୁ ପଡ଼େ କେମିତି ଆଗରୁ ଉର୍ଦ୍ଦୁରେ ଲେଖା ହେଇଛି ଏଇଠି, ଉର୍ଦ୍ଦୁରେ ଭାଷାରେ ଲେଖା ହେଇଛି। ତ ଚାଲନ୍ତୁ, ସେ ଅକ୍ଷର ତ ଆମେ ପଢ଼ିପାରିବାନି, ତ ଆମେ ଖାଲି ଦେଖେଇ ଦେଉଛୁ। ଆଉ ଏଇ ଫୋର୍ଟର କେମିତି ଚାରି ସାଇଡ୍ ଚତୁଃପାର୍ଶ୍ୱ କେମିତି ଥିଲା, ଆଉ କେମିତି ଘର ଗୁଡ଼ିକ ଥିଲା, କେମିତି କନଷ୍ଟ୍ରକ୍ସନ୍ କାମ ହେଇଥିଲା ଆଗରୁ ଏନିମିଜ୍ ମାନଙ୍କ ପାଇଁ, ତାଙ୍କଠାରୁ ରକ୍ଷା ପାଇବା ପାଇଁ କେମିତି ବ୍ୟବସ୍ଥା କରାଯାଇଥିଲା। କି ଉପରୁ ଯେମିତିକି ଭିତରକୁ ପଶିବା ପାଇଁ ଆସିଲା ମାନେ ପୁରା ଫ୍ରଣ୍ଟ ଗେଟ୍ରେ ଗରମ ପାଣି ଗରମ ତେଲ ପକାଯାଉଥିଲା ଉପରୁ, ତ ସେ ବ୍ୟବସ୍ଥା ବି ହେଇଥିଲା। ତ ଆଗରୁ କେମିତି ଶତ୍ରୁମାନଙ୍କ ଠାରୁ ରକ୍ଷା କରୁଥିଲେ ନିଜକୁ। ତ ଏଇଟା ଦେଖନ୍ତୁ ପୁରା ଗୋଲ୍ଡର, ଏଇଠି ଗୋଟେ ହୋଲ୍ ହେଇଯାଇଛି, ଆକୁ ଗୋଲ୍ଡର ଇଏଟାକୁ ବାହାର କରିକି ନେଇଯାଇଛନ୍ତି ମାନେ ଚୋରି କରିକି। ତ ଏବେ ବି ସେ ଡାଇମଣ୍ଡ ଆମର ଯେଉଁଟା ଆମର କୋହିନୂର ଡାଇମଣ୍ଡ ଏବେ ପର୍ଯ୍ୟନ୍ତ ଆମର ଅଛି, ମ୍ୟୁଜିୟମରେ ଅଛି, ତ ରଖା ହେଇଛି। ତ ଆମେରିକାରେ ଆମର ସେଇଟା ଅଛି ଏବେ ପର୍ଯ୍ୟନ୍ତ।
ତ ମ୍ୟୁଜିୟମରେ ରଖାହେଇଛି, ଯେଉଁମାନେ ଯାଇଥିବେ ନିହାତି ଭାବେ ଦେଖିଥିବେ। ତ ଚାଲନ୍ତୁ, ଆଉ ଆମେ ତ ଧୀରେ ଧୀରେ ଏବେ ଗୋଟେ ଗୋଟେ ଜାଗା ବୁଲୁଛୁ, ଦେଖିବା କେବେ କ'ଣ ଭାଗ୍ୟ ଅଛି ଲଣ୍ଡନ ଆମେରିକା ଯିବା ପାଇଁ। ତ ଚାଲନ୍ତୁ, ସେଇଟା ତ ଆମେ ଦେଖିଲୁ ଏଇଠି। ଆଉ ଭିତରେ ଯେଉଁ ଚେମେଣିଆ ପୁରା ଭର୍ତ୍ତି ହେଇକିନି ମାନେ ଆବାଜ କରୁଥାନ୍ତି, ଟିକେ ଡର ଲାଗୁଥାଏ। କିନ୍ତୁ ସେ ଜାଗାଟା ଯାହା ହଉ ଉଦ୍ଧାର କରାହେଇକିନି ଲୋକମାନଙ୍କ ଆଖି ଆଗକୁ ଅଣାହେଇଛି, ତାଠାରୁ ବଡ଼ କଥା କିଛି ନାହିଁ। ଆଗରୁ କେମିତି ଫୋର୍ଟଟା ଥିଲା ଆମେମାନେ ଜାଣିବା ପାରୁଛେ ତା ବିଷୟରେ। ତ ଏବେ ସଫା ସୁତରା ଲାଇଟିଂ ବ୍ୟବସ୍ଥା ସବୁ ହେଇଯାଇଛି। ଆଉ ରାତିରେ ଏଇଠି ଶୋ ବି ଚାଲେ, ଲାଇଟିଂର ଶୋ ବି ଚାଲେ। ତ ଚାଲନ୍ତୁ, ଏଇଠି ଆମେ ଏଇ ବିଷୟରେ ତ ଜାଣିଲେ ଗୋଲକୁଣ୍ଡା ଫୋର୍ଟ ବିଷୟରେ। ତ ଆଗରୁ ଏଇଠି ପୁରା ଡାଇମଣ୍ଡର ମାର୍କେଟ ବସୁଥିଲା, ଆଉ ପ୍ରତି ଜାଗାରୁ ହିନ୍ଦୁ ମୁସଲମାନ ଆସିକି ଡାଇମଣ୍ଡର ବାଦଶାହ ମାନେ ବେଗମମାନଙ୍କ ପାଇଁ, ଯେମିତିକି ବେଗମମାନେ ଭିତରେ ରହୁଥିଲେ, ଆଉ ସବୁ ହିନ୍ଦୁ ମୁସଲମାନ ବାଦଶାହ ମାନେ ସମସ୍ତେ ଆସିକି ଏଇଠି ମାନେ ଗୋଟେ ଜାଗାରେ ରୁଣ୍ଡ ହେଇକି ମାର୍କେଟିଂ ବି କରାହେଉଥିଲା, ଯେଉଁଟାକି ଡାଇମଣ୍ଡ ମାର୍କେଟ କୁହାହେଉଥିଲା। ତ ଚାଲନ୍ତୁ, ତା ବିଷୟରେ ଆପଣମାନେ ତ କିଛିଟା ଜାଣିଲେ। ଫୋର୍ଟ ବୁଲନ୍ତୁ, ଆଉ ଆଗକୁ ଆଗକୁ ଦେଖନ୍ତୁ ଆହୁରି। ତୋର ଟୋପି ଗୋଟେ କିଣିଦେଇଛି। ଆଉ ଗରମ ତ ହେଉଛି, ଗରମ ହେବ, କିନ୍ତୁ ମଜା ବି ଲାଗୁଛି ବୁଲିବା ପାଇଁ। ତ ଆଜି ଆମେ ବୁଲିବା ପାଇଁ ଆସିଛୁ। ଏଇଟା ପ୍ରଥମ ଦିନ, ହାଇଦ୍ରାବାଦରେ 5 ଦିନ ପାଇଁ ଆସିଛୁ। ଆଉ ହାଇଦ୍ରାବାଦର ପ୍ରଥମ ଦିନ ହେଉଛି ଆମର, ଏଇଟା ବୁଲୁଛୁ। ତ ଚାଲନ୍ତୁ, ଏଇଟା ହେଉଛି ଏଇଠି ଦେଖିଲେ ଯେମିତିକି ଆମର ଭକ୍ତ ରାମଦାସ, ଆମର ତାଙ୍କର ଥିଲା, ଜେଲଖାନା ଥିଲା। ସେଇଠି ଜେଲ ନେଇଥିଲେ, ମାନେ ଥିଲେ ତାଙ୍କର କଏଦୀ ବହୁତ ହେଇକି। ବଢ଼ିଆ ହେଇଛି। ତ ସିଏ ଜଣେ ବହୁତ ହିନ୍ଦୁ ଭକ୍ତ, ଭଲ ଭକ୍ତ ଜଣେ, ଯେମିତି ହିନ୍ଦୁ ଦେବାଦେବୀଙ୍କୁ ବିଶ୍ୱାସ କରୁଥିଲେ, ପୂଜା କରୁଥିଲେ, ଭକ୍ତ ଥିଲେ। ତେଣୁକରି ସିଏ ଏଇଠି ହନୁମାନଙ୍କର ମୂର୍ତ୍ତି, ଯେମିତିକି ଆମର କାନ୍ଥକୁ ଖୋଦାଇ କରିକି ମୂର୍ତ୍ତି ବି କରିଥିଲେ। 5-6ଟା ହନୁମାନଙ୍କର ମୂର୍ତ୍ତି କରିଥିଲେ। ସେଇ ମନ୍ଦିର ଏବେ ପର୍ଯ୍ୟନ୍ତ ସେଇଠି ଅଛି। ତ ଚାଲନ୍ତୁ, ଆବାଜ ହେଉଛି। ଏଇଠି ଦର୍ଶକ ବନ୍ଧୁ ଦେଖନ୍ତୁ, ଯେଉଁ ଜାଗାଟାକୁ ମୁଁ କହୁଥିଲି କି ଆଗରୁ ଆମେ ତାଳି ଦ୍ୱାରା ରାଜା ବେଗମ ରାଣୀ ଏମାନେ, ଯେଉଁଟା ବାଦଶାହ ବେଗମ ଏମାନଙ୍କ ପାଇଁ ଏନିମିଜ୍ ହେଲା, ଇଏ ହେଲା, ଯେଉଁମାନେ ତାଙ୍କର ଶତ୍ରୁ ଥିଲେ, ସେମାନେ ଯଦି କିଛି ଟିକା ବି ମାରିକି କଥାବାର୍ତ୍ତା କରୁଥିଲେ କି ଚୁପ୍ ଚୁପ୍ କଥାବାର୍ତ୍ତା କରୁଥିଲେ, ଦିବାରର କାନ ଯେମିତି ଥାଏ ସେମିତି, ମାନେ କନଷ୍ଟ୍ରକ୍ସନ୍ କାମ ଏମିତି ହେଇଥିଲା, ଯେମିତିକି ଏଇଠି 24ଟା ଡାଇମଣ୍ଡର ଡିଜାଇନ୍ ଯେଉଁ ହେଇଛି ଉପରେ ଟପ୍ରେ, ସେଇ ଉପରଟାକୁ ଏବେ ଦେଖିବେ। ସେଇଠି ଯଦି ତାଳି ମାରିଦେଲା ବେଳକୁ ଟିକେ ମାନେ 7 ଫିଟ୍ ଦୂରକୁ ଯଦି ପଳେଇ ଯାଉଛନ୍ତି, ସେଇଟା ଟିକାଟା ଅଲଗା ଶୁଭାଯାଉଛି। କିନ୍ତୁ ପୁରା ମିଡ଼ିଲରେ ଆସିଗଲେ ସେଇଟା ଟିକାର ତାଳିର ଆବାଜଟା ଅଲଗା ଶୁଭାଯାଉଥିଲା। ତାଳି ଦ୍ୱାରା କଥାବାର୍ତ୍ତା କରାହେଉଥିଲା, କାରଣ ଆଗରୁ ଫୋନ୍ର ବ୍ୟବସ୍ଥା ନଥିଲା, ଫୋନ୍ ନଥିଲା। ତ ତାଳି ମାରିଲେ ଜଣାପଡ଼ିଯାଉଥିଲା କି ଶତ୍ରୁ ଆସିଲେ କି ଆଟାକ୍ କରିବେ କି କ'ଣ କରିବେ। ସେମାନେ ରାଜାରାଣୀ ଉପରେ ରହିକି ଦେଖୁଥିଲେ, ଆଉ ସେମାନେ ତାଙ୍କ ମୁହଁ ଦେଖିପାରୁନଥିଲେ, କେବଳ ମାନେ ଆବାଜରୁ ହିଁ ଜାଣି ଦେଉଥିଲେ କି କିଏ ଆସିଲା, କ'ଣ କଲା। ଆଉ ଯଦି କେହି ଶତ୍ରୁ ଯଦି ଆସିଯାଉଥିଲେ, ତାଙ୍କ ବିରୁଦ୍ଧରେ ଯଦି କିଛି ଷଡ଼ଯନ୍ତ୍ର କରୁଥିଲେ, ସେମାନେ ଜାଣି ଯାଉଥିଲେ ଆଉ ତାଙ୍କୁ ପନିସମେଣ୍ଟ ଦେଉଥିଲେ। ତ ଚାଲନ୍ତୁ, ଏଇଟା ହେଉଛି ସେଇ ଜାଗା ଯେଉଁଟାକି ଆମର ଗୋଟେ ମାନେ ଆର୍କିଟେକ୍ଚର, ଆମର ଏମିତି ଡିଜାଇନ୍ ଦେଖନ୍ତୁ, ଯେଉଁ 24 ଉପରେ ଅଛି, ସେଇଟା ଡାଇମଣ୍ଡର ଯେଉଁ ଡିଜାଇନ୍ଟା ଅଛି, ତା ଲାଗି ଏଇଠି ସେମିତି ଆବାଜ ହେଉଥିଲା। ଉପରେ ରାଣୀ ରାଜାଙ୍କର ଯେଉଁଠି ବସିକି ଆମର ଦେଖନ୍ତି କଥା, ମାନେ ସବୁବେଳେ ବସିଥାନ୍ତି, ସବୁବେଳେ ମିଟିଂ ହେଲେ କି ଇଏ ହେଲେ, କିଛି ମେନ୍ କାରଣ ଯଦି କିଛି ଶୁଣିବାକୁ ଥାଏ, ଉପରେ ରାଜାରାଣୀ ଥାଇକି ଜାଣନ୍ତି ଯେ କିଏ ଆସିଲା, କ'ଣ କଲା। କିନ୍ତୁ ରାଣୀଙ୍କୁ କେହି ଦେଖିପାରନ୍ତିନି, ରାଜାଙ୍କୁ କେହି ଦେଖିପାରନ୍ତିନି। ଏମିତି ମାନେ
ଆର୍କିଟେକ୍ଚରର ମାନେ ଡିଜାଇନ୍ କନଷ୍ଟ୍ରକ୍ସନ୍ ଏମିତି ଟାଇପ୍ର ହେଇଥିଲା। ତାର ଉପର ଖୋଦାଇ କରିକି ଉପରର ବିଲ୍ଡିଂଟା ଏମିତି କରାହେଇଥିଲା ଯେମିତିକି ମାନେ ପୁରା ଟପ୍ ଲେବୁଲ୍ ପର୍ଯ୍ୟନ୍ତ ସେଇଟା ଜଣାପଡ଼ୁଥିଲା। ତ କିଛିଟା ଜାଗା ଏଠି ଡର ବି ଲାଗୁଥିଲା, କିନ୍ତୁ ଯାହା ହଉ ଦେଖିଲୁ ଆଗରୁ କେମିତି କ'ଣ ଏଇଠି ହଉଥିଲା, ଆଗରୁ କେମିତି ଚାଲିଚଳନ ତାଙ୍କର ରହିବା ସ୍ଥାନ କେମିତି ତମ ଥିଲା। ଗେଟଅପ୍ କେମିତି ଲାଗୁଛି? ଖରା ତ ହେଉଛି କିନ୍ତୁ ଗେଟଅପ୍ଟି ନେଇଯାଇଛି ଭଲ ଭାବରେ, ଟୋପି ଫୋପି ପିନ୍ଧିକି ପୁରା ମସ୍ତ କିନା ଗେଟଅପ୍ ନେଇଯାଇଛି। ତ କେମିତି ଲାଗୁଛି? ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ଯେଉଁମାନେ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ ପ୍ଲିଜ୍ ଚ୍ୟାନେଲ୍କୁ। ତ ଚାଲନ୍ତୁ, କଲିକତା ଯାଇଥିଲୁ। କଲିକତା ପରେ ଆମର ଏଇଠି ହାଇଦ୍ରାବାଦ ଏଥରକ ଆସିଛୁ। ଆଉ ହାଇଦ୍ରାବାଦର ଏକ୍ସପ୍ଲୋର କରୁଛୁ, ଆପଣମାନେ ଦେଖନ୍ତୁ। କଲିକତା ପରେ ପରେ ହାଇଦ୍ରାବାଦ। ତ ଚାଲନ୍ତୁ ବୁଲିବା, ଟିକେ ଆହୁରି ଉପରକୁ ଯିବାର ଅଛି। ହେଇ ଆସୁଛନ୍ତି ସବୁ। ତ ଆହୁରି ସାଙ୍ଗମାନେ, ଏଇ ଯେଉଁ ଦୁର୍ଗଟି ଦେଖୁଛନ୍ତି ବହୁତ ପୁରୁଣା ଦୁର୍ଗ, ଆଉ 700 ବର୍ଷ ତଳର ଏବେ ପର୍ଯ୍ୟନ୍ତ, ଯେଉଁଟାକି ଆମର ଲୁହାର ଆଇରନ୍ 240 କିଲୋ ଓଜନର ଲୁହାର ଆଇରନ୍ର ଆମର ଗୋଟେ ସେଟ୍ ପୁରା ଥୁଆ ହେଇଛି। ତାକୁ ଗୋଟେ ହାତରେ ଯିଏ ଟେକୁଥିଲା ସେଇ ଜାଗାରେ ଚାକିରି ପାଉଥିଲା, ମାନେ ଗୋଟେ କାମ କରିବାକୁ ସୁଯୋଗ ମିଳୁଥିଲା। ନହେଲେ ଏମିତି ଭଲ କାମ ନ କରିକି ଯେମିତି ସାଇଟ୍ରେ କିଛି କାମ ଫୋର୍ଟ ଭିତରେ ମିଳିଯାଉଥିଲା। କିନ୍ତୁ ଯେଉଁମାନେ ତାକୁ ଉଠେଇ ନେଉଥିଲେ, ତାର ବଳ ଦେଖାଉଥିଲେ, ସେଇ ଲୋକକୁ କାମ ଏଠି ସଠିକ୍ ଭାବରେ ମିଳୁଥିଲା। ଭାବନ୍ତୁ କେମିତି ମେଣ୍ଟାଲିଟି ଥିଲା, କେମିତି ଆଇଡ଼ିଆ ଥିଲା, କେମିତି ଆଗରୁ ଚାଲିଚଳନ ଥିଲା, ସବୁ କିଛି ଏଇଠୁ ଆମକୁ ଜାଣିବାକୁ ମିଳିବ। ତ ଏଇ ପୁରୁଣା ଦୁର୍ଗରେ କହନ୍ତି ଏଇଟା ହଣ୍ଟେଡ଼ ଏରିଆ ବୋଲି କହନ୍ତି, କିନ୍ତୁ ମୋତେ କାହିଁକି ଲାଗୁନି। ଏବେ ତ ପୁରା ଲାଇଟିଂ ବ୍ୟବସ୍ଥା ହେଇଗଲାଣି, ପୁରା ଆଗରୁ ଅନ୍ଧାର ଥିଲା। ତେଣୁକରି ଯେଉଁଠି ଅନ୍ଧାର ଥାଏ ସେଠି ନକାରାତ୍ମକ ଶକ୍ତି ଆସେ ଆଉ ଥାଏ। ଏଇଠି ଦେଖନ୍ତୁ, ମୁଁ ତ କହିବି ଏଇ ଜାଗାଟା ବହୁତ ବଢ଼ିଆ ହେଇଛି। ଆମେ ଯେଉଁଦିନ ଯାଇକି ପହଞ୍ଚିଲୁ ସାଙ୍ଗେ ସାଙ୍ଗେ ରେଷ୍ଟ ବି ନେଇକି ନିଜେ ଫ୍ରେଶ୍ ହେଇକି ବାହାରି ଯାଇଥିଲୁ। ଗୋଲକୁଣ୍ଡା ଫୋର୍ଟ ପୁରା ଖରାରେ ବୁଲୁଥିଲୁ। ତ ଯାହା ହଉ ପୁରା ଗୋଟେ ଦିନ ସେଇଥିରେ ଲାଗିଗଲା ବୁଲିବା ପାଇଁ। ଆଉ ଏଇଟା ପୁରା ସଞ୍ଜ ପର୍ଯ୍ୟନ୍ତ ବି ଖୋଲା ରହେ। ତ ସକାଳ 9ଟାରୁ ଆମେ ପୁରା ଯାଇପାରିବା, ଆରାମସେ ଖୋଲା ହେଉଛି। ତ ଏମିତି ଚାରମିନାର ହଉ କି ହାଇଦ୍ରାବାଦର ଆମର ରାମୋଜୀ ଫିଲ୍ମ ସିଟି ହଉ, ବିର୍ଲା ମନ୍ଦିର ହଉ, କେତେ କେତେ ଜାଗା ଆମେ ଭିଜିଟ୍ କରିଥିଲୁ। ଆଉ କେମିତି ଆର ଲୁକ୍ ଥିଲା, କେମିତି ଜାଗା ଥିଲା, ନିହାତି ଭାବେ ଆଗକୁ ଆଗକୁ ଭିଡ଼ିଓରେ ଜାଣିପାରିବେ ଆପଣମାନେ। ତ ଚାଲନ୍ତୁ, ଏଇଠି 500 ଫୁଟ ପର୍ଯ୍ୟନ୍ତ ଏଇ ଆବାଜ ଯାଉଥିଲା, ଯେଉଁଟାକି ତାଳି ମରା ହେଉଥିଲା। ଆଉ ସେଇଟା ପୁରା ଟପ୍ ଲେବୁଲ୍ ପର୍ଯ୍ୟନ୍ତ ଶୁଣାଯାଉଥିଲା, ତଳୁ ତାଳି ମାରିଲେ। ଫୋର୍ଟ ଭିତରକୁ ଆମେ ପଶିଲା ପରେ 720 ସିଢ଼ି ଆମେ ଚଢ଼ିକି ଯିବା ପର୍ଯ୍ୟନ୍ତ 720 ସିଢ଼ି ମାତ୍ର ଚଢ଼ିବା। କିନ୍ତୁ ଉପର ଲେବୁଲ୍ ପୁରା ଟପ୍ ଲେବୁଲ୍କୁ ଗଲେ 3ଟା ରୁମ୍ ଯେଉଁ ଆମର ସେଇଟା ସେମିତି ଖାଲି ସ୍ଲୋପିଂ ଭଳିଆ ଅଛି, ସେଥିରେ ସିଢ଼ି ଚଢ଼ିବାକୁ ପଡ଼ିବନି। ତ ଏମିତି ନକ୍ସାରେ କିଛି ଲେଖା ହେଇଛି ଆଉ ଦିଆହେଇଛି ବିବରଣୀ। ତ ଆମେ ସେଇଟା ଦେଖିକି ଜାଣିଲୁ। ଆଉ ବେଗମମାନଙ୍କର ସବୁ ରୁମ୍ ଆମେ ବୁଲିକି ଦେଖିଲୁ। ବହୁତ ବଢ଼ିଆ ସିଷ୍ଟମ୍ରେ ହେଇଥିଲା, ଆଉ ବହୁତ ବଢ଼ିଆ ଆର୍କିଟେକ୍ଚର ମାନେ ଉଦାହରଣ ଦିଆହେଇକି ଯେଉଁ ସିଷ୍ଟମ୍ରେ ହେଇଥିଲା, ମାନିବାକୁ ପଡ଼ିବ। ପ୍ରବଳ ଗରମ ହେଉଥିଲା, ତେଣୁକରି ଗୋଟେ ଟୋପି ବି କିଣି ଦେଇଥିଲି, କାରଣ ଏତେ ଖରାରେ ବି ସେଠି ଭିଡ଼ ଦେଖିବାକୁ ବହୁତ ମିଳୁଥିଲା। ତ ଚାଲନ୍ତୁ, ସଞ୍ଜ 6ଟା 5ଟା ପରେ କ'ଣ ହେଉଥିବ ମୁଁ ତ ଜାଣିନି। ଆମେ ରାତି ଟାଇମ୍ ତ ଯାଇନଥିଲୁ, କିନ୍ତୁ ଲେଖା ହେଇଛି ଗୋଟେ ଆମର ପୁରା ବୋର୍ଡ଼ ଲଗା ହେଇଛି କି ଲାଇଟିଂର ଶୋ ବି ଚାଲେ, ଲାଇଟ୍ ଶୋ ବି ଚାଲେ ତା ଭିତରେ। ତ ପ୍ରୋଗ୍ରାମ୍ ବି ହୁଏ, ଆଉ ଷ୍ଟେଜ୍ ବି ହେଇଛି, କେତେ ପ୍ରୋଗ୍ରାମ୍ ବି ହୁଏ ସେଠି। ତ ଦେଖିଲେ
तो यहाँ फाइनाल लुकटा देखी दिंतु आउ थे बाय बाय गोलकुंडा। चलतु फोटोटा देखिले केमिति लगिला निहाती भावे वीडियो गला पर आपण माने कमेंट द्वारा जनइबे वीडियोटी किपरि लगिला आ सब्सक्राइब करबा तो देखिले तो फोटोटी केते सुंदर अच्छी आउ जा हो तार रक्षणाबेक्षण कराई सेटा भी बहुत खुशी लगुच देखिकी समस्त आसुँच देखा तो चलतु देखंतु आउ ये जो फोर्टटी आमर देखे बहुत माने बहुत भीड़ भी एबे एते खरा होची हेले भी बहुत भीड़ आउ खुशी लगुच देखिक आपण मानको किपरि लागिला निहाती भावे कमेंट द्वारा जनइबे आ दिन रे जदि एतिकी डर लगुच राति रे हमको केमती डर लागिबो राति रे ता भीतर को अलाउड भी नाही बोते मते लगुच 6टा पर एंट्री भी नाही किंतु बहुत डर लगे कारण ये चेमेणिया पूरा भर्ती होती ये गोटे देखो पूरा अंधार रूमटा ये अच्छे यही रूमटा सेपट साइड आम देखिली जो पूरा अंधार तो आ भितर आम बुलुचु फटो भी छुआ मैंने नौ फटो उठाऊँच आ संज हो गला तो बहुत बढ़िया लगुच बहुत बढ़िया होती बहुत बड़ एरियाटा पूरा तो चलो तो चैनल को सब्सक्राइब करंतु लाइक करंतु तो लाइक शेयर कमेंट सब्सक्राइब करने को भूलु नहीं आउ यहाँ फाइनाल लुकटा तो देखिले आपण मैंने फाइनाल लुकटा देखिले व्यूटा केमती थिला तो ये पूरा छाई छाई हो गला आम 11टा 11:30 आसलु 11टा 11:30 आसलु तो ये बुला खत्म हो गला तो जाऊँ एबे देखी दिंतु तो चलो तो ये 240 किलो कौन वीडियो वीडियोटा तो यहाँ वीडियो यहीटा को उठाऊँ समस्ते किंतु कहीं उठे पारना ये लुहाटा देखते चेष्टा करुँच कि कहीं भी उठे पारना 240 किलो वेट रो तो चलतु मामा तो पार्ट 1 वीडियोटी तो आपण मैंने देखिले आपण मानको किपरि लागिला निहाती भावे कमेंट द्वारा जनइबे पुणी देखा नेक्स्ट वीडियो रे लव यू ऑल जय जगन्नाथ। तो चलतु हैदराबाद बुला चली एंजॉय चली तो यहाँ हूँ आमर लास्ट फाइनल फास्ट वीडियोटी तो लास्ट है रे बाबा से उठे देले देखे हाँ हे उठाऊँ 3-4 थर 5 थर पूरा उठेला तो ये देखु पुराना ये आउ यही जो ग्रिल गुड़ाक देखुं यहाँ पर तल गुड़ाक कभर कर दौरान किंतु दिया ही नथला आगुरु एबे गोटे 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 से दे दौरान सब आगुरु यहाँ ऊपर खोला थिला सब तलटा भी खोला थिला एबे सब देइछंती आ धीरे धीरे दे चलछंती तार वीडियो टिके कलुनु जे आउ थर कर हाँ से उठो हाँ हाँ थिबे थिबे से हसुले से जिम वाला चलो 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 कला वाला हाँ से सर्वशेष आपण मानक कहबी कि यही वीडियो रे आपण माने जेबे भी हैदराबाद आसुँच आपको भूलंतु नहीं निहाती भावे गोलकुंडा फोर्ट को आसतु बहुत बढ़िया लगे बुलवाई आ कि शिखा भी देखा भी मिल तो वीडियो किपरि लगिला आपण माने कमेंट द्वारा जनइबे रही अपेक्षा पुणी देखा नुआ किसी भल वीडियो को आनिकी आसबि आपण माने देखिपारे रही नमस्कार जय जगन्नाथ।